ନବୋଦୟ ବିଦ୍ୟାଳୟ ସମିତି ସୂଚନାଟି ରହିଛି ଯେ ଆଡମିସନ ନୋଟିଫିକେସନ ଟୁ କ୍ଲାସ୍ 6 ଷଷ୍ଠ ଶ୍ରେଣୀ ନାମ ଲେଖାଇବା ନିମନ୍ତେ 25-26 ଶିକ୍ଷାବର୍ଷ ପାଇଁ ତାର ଅନଲାଇନ୍ ଆବେଦନ କରିବା ଏବଂ ତାର ଏଣ୍ଟ୍ରାନ୍ସ ଟେଷ୍ଟ ସମ୍ବନ୍ଧୀୟ ସୂଚନାଟି। କେଉଁମାନେ ନବୋଦୟ ବିଦ୍ୟାଳୟର ଏକ୍ଜାମ ଦେବା ପାଇଁ ଆବେଦନ କରିପାରିବେ? ଯେଉଁମାନେ ଯେଉଁ ଡିଷ୍ଟ୍ରିକ୍ଟରେ ଆବେଦନ କରିବେ ସେଇ ଡିଷ୍ଟ୍ରିକ୍ଟର ରେସିଡେଣ୍ଟ ବା ନିଜେ ସେଇ ଡିଷ୍ଟ୍ରିକ୍ଟର ସ୍ଥାୟୀ ବାସିନ୍ଦା ହୋଇଥିବେ, ତା ସହିତ ସେଇ ଡିଷ୍ଟ୍ରିକ୍ଟରେ ବାସିନ୍ଦା ହେବା ସହିତ ଗଭର୍ଣ୍ଣମେଣ୍ଟ ସ୍କୁଲରେ 2024-25 ଶିକ୍ଷାବର୍ଷ ନିମନ୍ତେ ଗଭର୍ଣ୍ଣମେଣ୍ଟ ସ୍କୁଲ କିମ୍ବା ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ୍ ସ୍କୁଲରେ ପଢୁଥିବେ ଆବଶ୍ୟକ। ତାପରେ ଦେଖିବା ଯେ କ୍ଲାସ୍ 3 ଏବଂ 4 ଦୁଇଟା ଯାକ ମଧ୍ୟ ଗଭର୍ଣ୍ଣମେଣ୍ଟ ଏବଂ ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ୍ ସ୍କୁଲରେ ପଢିଥିବେ ଏବଂ ଜନ୍ମ ହୋଇଥିବେ 1-5-2013ରୁ 31-8-2015 ମଧ୍ୟରେ। ଲାଷ୍ଟ ଡେଟ୍ ରହିଛି 16 ସେପ୍ଟେମ୍ବର 2024 ଆବେଦନ କରିବାର ଲାଷ୍ଟ ଡେଟ୍। ଦେଖିବା ଯଦି ରିଜର୍ଭେସନ ଏଥିରେ ରହିବ 75% ସିଟ୍ ରହିବ ଯେଉଁମାନେ କି ରୁରାଲ ଏରିଆରୁ ବିଲଙ୍ଗସ୍ କରୁଛନ୍ତି ବା ଯେଉଁ ପିଲାମାନେ ରୁରାଲ ଏରିଆ। SC, ST, OBC ଏବଂ ଦିବ୍ୟାଙ୍ଗ କ୍ୟାଣ୍ଡିଡେଟ୍ ମାନେ ମଧ୍ୟ ଗଭର୍ଣ୍ଣମେଣ୍ଟ ରୁଲ ଅନୁସାରେ ରିଜର୍ଭେସନ ରହିବ। ଏବଂ ଗ୍ୟାଲ ଷ୍ଟୁଡେଣ୍ଟ ମାନଙ୍କ ପାଇଁ 3 ଭାଗରୁ 1 ଭାଗ ରହିବ ରିଜର୍ଭେସନ। ଆବେଦନ କରିବା ସମୟରେ ଏ ସାର୍ଟିଫିକେଟଟା ଫିଲ୍ଅପ୍ କରିବେ। ଦେଖନ୍ତୁ ଏଠି ଯିଏ ଆବେଦନ କରିବେ ତାଙ୍କର ନାଁ ଦେବେ, କେଉଁ ବିଦ୍ୟାଳୟରେ ପଢୁଥିଲେ ପଞ୍ଚମ ଶ୍ରେଣୀ ତାର ନାଁ ଲେଖିବେ, କ୍ୟାଣ୍ଡିଡେଟ୍ ନେମ୍ ବ୍ଲକ ଲେଟରରେ ଫାଦର ନେମ୍ ମଦର ନେମ୍ ଲେଖିବେ, ଡେଟ୍ ଅଫ୍ ବାର୍ଥ ଦେବେ, ୱାର୍ଡସ୍ ଲେଖିବେ, ଜେଣ୍ଡର ବଏଜ୍ ବା ଗାର୍ଲସ ବା ଟ୍ରାନ୍ସଜେଣ୍ଡର ତାକୁ ଲେଖିବେ, କାଟାଗୋରୀ ଲେଖିବେ। ଯଦି ଫିଜିକାଲ ହ୍ୟାଣ୍ଡିକ୍ୟାପ୍ ତାକୁ ଫିଲ୍ଅପ୍ କରିବେ, ଫିଜିକାଲି ଭିଜୁଆଲି ହିୟରିଂ ଆଉ ଡିଜାବିଲିଟିର ପରସେଣ୍ଟ ଦେବେ, ଆଧାର ନମ୍ବର ଦେବେ, PN ନମ୍ବର ଦେବେ। ବର୍ତ୍ତମାନ ସମସ୍ତଙ୍କ ପାଇଁ ଯେତେ ସବୁ ଷ୍ଟୁଡେଣ୍ଟ ପାଠ ପଢୁଛନ୍ତି ତାଙ୍କର PN ନମ୍ବର ଅଛି ଯାହାକି ୟୁଡାଇସ୍ରୁ ଆପଣ ପାଇପାରିବେ। ଆଡ୍ରେସ୍ ଦେବେ, ମୋବାଇଲ ନମ୍ବର ଦେବେ, ଇମେଲ୍ ଦେବେ, ଆଇଡେଣ୍ଟିଫିକେସନ ମାର୍କ ଦେବେ, କେଉଁଠି ତାଙ୍କର କଟା ଦାଗ କି କଳା ଯାଇ ଚିହ୍ନ ଏମିତି ଅଛି, ଆନୁଆଲ ଇନକମ୍ କେତେ ଦେବେ, ନ୍ୟାସନାଲିଟି ଦେବେ, ଇଣ୍ଡିଆନ, ରିଲିଜିଅନ୍ ହିନ୍ଦୁ କି ମୁସଲିମ ତାକୁ ମଧ୍ୟ ଫିଲ୍ଅପ୍ କରିବେ। କେଉଁ ସ୍କୁଲରେ କ୍ଲାସ୍ 3 ପଢୁଥିଲେ, କେଉଁ ସ୍କୁଲରେ କ୍ଲାସ୍ 4 ପଢୁଥିଲେ, 5 କେଉଁଠି ପଢୁଥିଲେ, ରୁରାଲ ବା ଅର୍ବାନରେ ଯାଉଛି ତାକୁ ଲେଖିବେ, ମନ୍ଥ କେଉଁ ମନ୍ଥରେ ଜଏନ୍ କରିଥିଲେ 3ଟାକୁ ଫିଲ୍ଅପ୍ କରିବେ, ଇୟର ଅଫ୍ ପାସିଂ କେବେ ପାସ୍ କରିଥିଲେ ତାକୁ ଫିଲ୍ଅପ୍ କରିବେ, ନେମ୍ ଅଫ୍ ଦ ବ୍ଲକ 3ଟା ଜାଗାରେ ଫିଲ୍ଅପ୍ କରିବେ, ନେମ୍ ଅଫ୍ ଦ ଡିଷ୍ଟ୍ରିକ୍ଟ ଫିଲ୍ଅପ୍ କରିବେ ଏବଂ ଷ୍ଟେଟ୍ ଫିଲ୍ଅପ୍ କରିବେ। ଯିଏ ପରୀକ୍ଷା ଦେବେ କ୍ୟାଣ୍ଡିଡେଟଙ୍କ ଦସ୍ତଖତ ତାଙ୍କ ପ୍ୟାରେଣ୍ଟଙ୍କ ସିଗ୍ନେଚର କରିବେ ବା ଦସ୍ତଖତ କରିବେ। এই ଫର୍ମରେ ଯଦି ପ୍ରଧାନ ଶିକ୍ଷକ ଯିଏ ପଢଉଥିଲେ ଯେଉଁ ସ୍କୁଲରେ ପଞ୍ଚମରେ ସିଗ୍ନେଚର ସହିତ ତାଙ୍କ ଷ୍ଟାମ୍ପ କରିବେ। ଏଇଟା ଦେଖିବା କୋଉ ଷ୍ଟେଟରେ କେତୋଟି ନବୋଦୟ ବିଦ୍ୟାଳୟ ସମିତିର ସ୍କୁଲ ଅଛି। ଟୋଟାଲ ଅଛି 653ଟି। ଏକ୍ଜାମଟି 2ଟି ଫେଜ୍ରେ ହେବ। ଗୋଟେ ସଟରଡେ ଯେଉଁଟାକି 12 ଏପ୍ରିଲ 2025 11:30ରେ ହେବ। ଦେଖନ୍ତୁ ଏଇ ଯେଉଁ ସବୁ ଷ୍ଟେଟ ଗୁଡ଼ିକ ଦେଇଛି, ଆଉ ସେକେଣ୍ଡଟା ଯେଉଁ ରହିଛି ସେଇ ସଟରଡେ 18 ଜାନୁଆରୀ 2025
11:30 ଏଇ ସବୁ ଷ୍ଟେଟ୍ ଗୁଡ଼ିକରେ ହେବ। ଓଡ଼ିଶା ମଧ୍ୟ ରହିଛି 18 ଜାନୁଆରୀ 2025ରେ ଏକ୍ଜାମ୍ ବା ଯେଉଁଟା ସିଲେକ୍ସନ୍ ପାଇଁ ଟେଷ୍ଟଟା ରହିବ। ଯଦି କୌଣସି କ୍ୟାଣ୍ଡିଡେଟ୍ ବା କୌଣସି ଛାତ୍ରଛାତ୍ରୀ 2024-25 ନିମନ୍ତେ ନବୋଦୟ ବିଦ୍ୟାଳୟ ପାଇଁ ଆବେଦନ କରିଥିବେ ଏବଂ ଏକ୍ଜାମ୍ ଦେଇଥିବେ, ତେବେ ଆଉ ଥରେ ଆବେଦନ ସେ କରିପାରିବେ ନାହିଁ। ଯଦି ଆବେଦନ ବି କରିବେ ତାହେଲେ ତାକୁ ଯେତେବେଳେ ସେ ଭେରିଫାଏ କରିବେ, ଆଇଡେଣ୍ଟିଫାଏ କରିକି ସେମାନେ ରିଜେକ୍ଟ କରିବେ। ଦେଖିବା ଯେଉଁମାନେ ରୁରାଲ କୋଟାରେ ଆଡମିସନ ନେବାକୁ ଚାହୁଁଛନ୍ତି ସେମାନେ ଟୋଟାଲ କ୍ଲାସ୍ 3, 4, 5 ତିନିଟା ଯାକ ଫୁଲ୍ ଆକାଡେମିକ୍ ସେସନ୍ ପଢ଼ିଥିବା ଆବଶ୍ୟକ। ଗଭର୍ଣ୍ଣମେଣ୍ଟ ସ୍କୁଲ ହଉ, ଗଭର୍ଣ୍ଣମେଣ୍ଟ ଏଡେଡ୍ ସ୍କୁଲ ହଉ ବା ଗଭର୍ଣ୍ଣମେଣ୍ଟ ରେକଗ୍ନାଇଜ୍ ସ୍କୁଲ ହଉ। ଦେଖନ୍ତୁ, ଯଦି ଗୋଟିଏ ପିଲା କ'ଣ କରିଛି ନା ତୃତୀୟ, ଚତୁର୍ଥ, ପଞ୍ଚମ ରୁରାଲ ଏରିଆରେ ପଢ଼ିଛି, କିନ୍ତୁ ଗୋଟିଏ ଦିନ ବି ଗୋଟେ ସିଙ୍ଗିଲ୍ ଡେ ଯଦି ସେ ଆସିକି ଅର୍ବାନ୍ ଏରିଆରେ ପଢ଼ିଥିବ ତାହେଲେ ତାକୁ ରୁରାଲରେ ଗଣାଯିବ ନାହିଁ। ସିଲେକ୍ସନ୍ ପରେ ଦେଖିବା କୋଉ ସାର୍ଟିଫିକେଟ୍ ଦରକାର, ପ୍ରୁଫ୍ ଅଫ୍ ଡେଟ୍ ଅଫ୍ ବାର୍ଥ ସାର୍ଟିଫିକେଟ୍ ଦରକାର, ପ୍ରୁଫ୍ ଅଫ୍ ଇଲିଜିବିଲିଟି ଆଜ୍ ପର୍ ଦ କଣ୍ଡିସନ୍ ଅଫ୍ ଏନଭିଏସ୍ କଣ୍ଡିସନ୍ ଅନୁସାରେ ତାର ଯୋଗ୍ୟତା ଠିକ୍ ଠାକ୍ ସବୁ ରହିଛି ବୋଲି, ଏବଂ ରୁରାଲ କୋଟାରେ ଯଦି ଆଡମିସନ୍ କରିଛି ଯେ ରୁରାଲ ସ୍କୁଲରେ 3 ବର୍ଷ ଯାକ ପଢ଼ିଛନ୍ତି ତାର ପ୍ରମାଣପତ୍ର ସ୍କୁଲ ଏରିଆରୁ ବା ସ୍କୁଲରୁ ଆଣିବେ, ରେସିଡେନ୍ସ ସାର୍ଟିଫିକେଟ୍ ଦେବେ, ଆଧାର କାର୍ଡ଼ କପି ଦେବେ, ସାର୍ଟିଫିକେଟ୍ ବାଇ ହେଡ଼ମାଷ୍ଟର ତୃତୀୟ, ଚତୁର୍ଥ, ପଞ୍ଚମ ପଢ଼ୁଛନ୍ତି ବୋଲି, ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟ୍, ଅଣ୍ଡରଟେକିଂ ଅଫ୍ ମାଇଗ୍ରେସନ୍ ଯଦି ସାର୍ଟିଫିକେଟ୍, ଡିଜାବିଲିଟି ସାର୍ଟିଫିକେଟ୍, କାଟାଗୋରୀ SC, ST, SC, OBC ସାର୍ଟିଫିକେଟ୍। SC ବିଷୟରେ କିଛି ଆବଶ୍ୟକ ନାହିଁ। ଏବଂ TC ଦେବେ ଯେଉଁଟାକି DOBଙ୍କର କାଉଣ୍ଟର ସାଇନ୍ ହୋଇଥିବ TC। ତାପରେ ଦେଖିବା କୋଉ ଲାଙ୍ଗୁଏଜରେ ଏକ୍ଜାମଟା ହେବ। ଯଦି ଆମେ ଦେଖିବା ଷ୍ଟେଟ୍ ଦେଖିବା ଏବଂ ତାର କୋଉ ଲାଙ୍ଗୁଏଜରେ ଏକ୍ଜାମ ହେବ। ଅରୁଣାଚଳ ପ୍ରଦେଶ ଦେଖିବା ଇଂଲିଶ ଆଉ ହିନ୍ଦୀରେ ହେବ, ସେଭଳି ସବୁ ଷ୍ଟେଟ୍ର ଦେଖିପାରିବା। ଏବଂ ଆମ ଓଡ଼ିଶା ଯଦି ଦେଖିବା ଇଂଲିଶ, ହିନ୍ଦୀ, ତେଲୁଗୁ, ଓଡ଼ିଆ ଆଉ ଉର୍ଦ୍ଦୁରେ ଏକ୍ଜାମ ହେବ। ସେତେବେଳେ ଏକ୍ଜାମର ଯେଉଁ ଲାଙ୍ଗୁଏଜଟା ଯେତେବେଳେ ଚୁଜ୍ କରିବେ, ଆପଣ ମିଡ଼ିୟମ୍ ଚୁଜ୍ କରିବେ, ଓଡ଼ିଆରେ ଦେବେ ନା ଇଂଲିଶରେ ଦେବେ ନା ହିନ୍ଦୀରେ ଦେବେ। ଦେଖିବା ଯେଉଁ ନବୋଦୟ ବିଦ୍ୟାଳୟର ଏକ୍ଜାମ ହେବ ସେଥିରେ କେତେ ମାର୍କର ଏକ୍ଜାମ ହେବ। ପ୍ରଥମେ ଦେଖିବା କୋଶ୍ଚିନ୍ ଆସିବ 80ଟା, ମାର୍କ ରହିବ ଟୋଟାଲ 100, 2 ଘଣ୍ଟାର ପରୀକ୍ଷା। ମେଣ୍ଟାଲ ଆବିଲିଟି ଆସିବ 40ଟା କୋଶ୍ଚିନ୍, 50 ମାର୍କ, 60 ମିନିଟ୍। ଏରିଥମେଟିକ୍ ଟେଷ୍ଟ ଆସିବ 20ଟା କୋଶ୍ଚିନ୍, 25 ମାର୍କ, 30 ମିନିଟ୍। ଲାଙ୍ଗୁଏଜ ଟେଷ୍ଟ ଆସିବ 20ଟା କୋଶ୍ଚିନ୍, 25 ମାର୍କ, 30 ମିନିଟ୍। ଟୋଟାଲ 80ଟା କୋଶ୍ଚିନ୍, 100 ମାର୍କ, 2 ଘଣ୍ଟାର ପରୀକ୍ଷା। ସମସ୍ତ କୋଶ୍ଚିନ୍ ଅବଜେକ୍ଟିଭ ଟାଇପ୍ ଆସିବ, ମାନେ ଗୋଟିଏ କୋଶ୍ଚିନ୍ ଥିବ ଏବଂ ତାର 4ଟି ସମ୍ଭାବ୍ୟ ଉତ୍ତର ଥିବ। କେବଳ ବ୍ଲୁ ଆଉ ବ୍ଲାକ୍ ବଲ୍ ପେନ୍ ଆପଣ ୟୁଜ୍ କରିପାରିବେ, ପେନସିଲ୍ ୟୁଜ୍ କରାଯାଇପାରିବ ନାହିଁ। କୌଣସି କରେକ୍ସନ୍ ଥରେ ମଧ୍ୟ ଆପଣ ଗୋଲ ବୁଲେଇବା ପରେ ଆଉ କରେକ୍ସନ୍ କରିପାରିବେ ନାହିଁ। ଦେଖନ୍ତୁ ଗୋଟେ ଏକ୍ଜାମ୍ପଲ୍ ଦେଇଛି, ଧନ୍ୟ 35 ନମ୍ବର କୋଶ୍ଚିନ୍, ଆପଣ A ନା B ନା C ନା D ଯୋଉଟା ଉତ୍ତର ଠିକ୍ ଧନ୍ୟ C, ତାକୁ ଏଇଭଳି ଭାବରେ ସର୍କଲ୍ କରିବେ। ପ୍ରତ୍ୟେକ କୋଶ୍ଚିନ୍ ପାଇଁ ରହିଛି 1.25 ମାର୍କ ଏବଂ ତାକୁ ଧ୍ୟାନ ଦେବେ ନେଗେଟିଭ୍ ମାର୍କିଂ, no negative marking will be done। ନେଗେଟିଭ୍ ମାର୍କିଂ ନାହିଁ।